ପ୍ରଶ୍ନ 1. କାରକ କାହାକୁ କହନ୍ତି? ତାହା କେତେ ପ୍ରକାରର? ବାକ୍ୟ ମଧ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦମାନଙ୍କର ଯେଉଁ ସମ୍ବନ୍ଧ ରହିଥାଏ ତାହାକୁ କାରକ କହନ୍ତି। କାରକ 6 ପ୍ରକାରର ଅଟେ, ଯଥା କର୍ତ୍ତା କାରକ, କର୍ମ କାରକ, କରଣ କାରକ, ସମ୍ପ୍ରଦାନ କାରକ, ଅପାଦାନ କାରକ ଓ ଅଧିକରଣ କାରକ। ପ୍ରଶ୍ନ 2. କର୍ମ କାରକ ଓ ସମ୍ପ୍ରଦାନ କାରକ ମଧ୍ୟରେ କି ପ୍ରଭେଦ ଅଛି? ଦୃଷ୍ଟାନ୍ତ ସହ ଦର୍ଶାଅ। କର୍ମ କାରକ କର୍ତ୍ତାର କ୍ରିୟା ସାଧନରେ ଯାହା ଅଭିଳଷିତ ତାହା କର୍ମ କାରକ ଅଟେ। ସାଧାରଣତଃ କ୍ରିୟା ପୂର୍ବରୁ କ'ଣ, କାହାକୁ ବା କେଉଁଠିକୁ ଲଗାଇ ପ୍ରଶ୍ନ କଲେ ଉତ୍ତରରେ କର୍ମ କାରକ ମିଳିଥାଏ ଏବଂ କର୍ମ କାରକରେ ଗ୍ରହୀତା ଦତ୍ତ ବସ୍ତୁର ପୂର୍ଣ୍ଣ ଅଧିକାରୀ ହୋଇନଥାନ୍ତି। ଉଦାହରଣ ଧୋବାକୁ ଲୁଗା ଦିଅ। ଉପରୋକ୍ତ ବାକ୍ୟରେ ଧୋବାକୁ କର୍ମ କାରକ ଅଟେ। କର୍ମ କାରକରେ ଦ୍ୱିତୀୟା ବିଭକ୍ତି ହୁଏ। ସମ୍ପ୍ରଦାନ କାରକ ଯାହାକୁ କୌଣସି ବସ୍ତୁ ସମ୍ୟକ୍ ରୂପେ ଦାନ କରାଯାଏ ତାହାର ସମ୍ପ୍ରଦାନ କାରକ ହୁଏ। ସମ୍ପ୍ରଦାନ କାରକରେ ଗ୍ରହୀତା ଦତ୍ତ ବସ୍ତୁର ପୂର୍ଣ୍ଣ ଅଧିକାରୀ ହୋଇଥାନ୍ତି। ଉଦାହରଣ ରାଜା ଗରିବମାନଙ୍କୁ ଅନ୍ନ ଦାନ କଲେ। ଉପରୋକ୍ତ ବାକ୍ୟରେ ଗରିବମାନଙ୍କୁ ସମ୍ପ୍ରଦାନ କାରକ ଅଟେ। ସମ୍ପ୍ରଦାନ କାରକରେ ଚତୁର୍ଥୀ ବିଭକ୍ତି ହୁଏ। ପ୍ରଶ୍ନ 3. ସମ୍ବନ୍ଧ ପଦ କାହାକୁ କହନ୍ତି? କ୍ରିୟା ସହିତ ଷଷ୍ଠୀ ବିଭକ୍ତିର କୌଣସି ସମ୍ବନ୍ଧ ନଥାଏ, ତେଣୁ ଏହାକୁ କାରକର ଅନ୍ତର୍ଭୁକ୍ତ କରାଯାଏ ନାହିଁ। ଏହା ସମ୍ବନ୍ଧ ପଦ ଭାବେ ପରିଚିତ। ପ୍ରଶ୍ନ 4. ଅଧିକରଣ କାରକ କେତେ ପ୍ରକାର? ଉଦାହରଣ ସହିତ ଆଲୋଚନା କର। ଅଧିକରଣ କାରକ 2 ପ୍ରକାରର। ସ୍ଥାନାଧିକରଣ ବା ଆଧାରାଧିକରଣ ଯେଉଁ ପଦ ଦ୍ୱାରା କ୍ରିୟାର ସ୍ଥାନ ସୂଚିତ ହୁଏ ତାହା ସ୍ଥାନାଧିକରଣ ବା ଆଧାରାଧିକରଣ ହୁଏ। ଉଦାହରଣ କଳସୀରେ ଜଳ ଅଛି। ଉପରୋକ୍ତ ବାକ୍ୟରେ କଳସୀରେ ପଦ କ୍ରିୟାର ସ୍ଥାନ ସୂଚିତ କରୁଅଛି। କାଳାଧିକରଣ ଯେଉଁ ପଦ ଦ୍ୱାରା କ୍ରିୟା ଯେଉଁ ସମୟରେ ସାଧିତ ହୁଏ ବା ହେଲା ବୋଲି ଜଣାଯାଏ ତାହାଠାରେ କାଳାଧିକରଣ ହୁଏ। ଉଦାହରଣ ବର୍ଷା ଋତୁରେ କଦମ୍ବ ଫୁଲ ଫୁଟେ। ଉପରୋକ୍ତ ବାକ୍ୟରେ ବର୍ଷା ଋତୁରେ ପଦ କ୍ରିୟା ସାଧନର ସମୟ ବା କାଳକୁ ଜଣାଉଛି। ପ୍ରଶ୍ନ 5. ବିଭିନ୍ନ ଅର୍ଥରେ ଅପାଦାନ କାରକର ବ୍ୟବହାର ଦେଖାଅ। କ୍ରିୟା ଦ୍ୱାରା ଗୋଟିଏ ବସ୍ତୁ ଅନ୍ୟ ବସ୍ତୁଠାରୁ ବିଚ୍ଛିନ୍ନ ହେବା ଜଣାଗଲେ ଯେଉଁ ବସ୍ତୁଠାରୁ ବିଚ୍ଛିନ୍ନ ହୁଏ ତାହାର ଅପାଦାନ କାରକ ହୋଇଥାଏ। ଉଦାହରଣ ଗଛରୁ ଫଳ ପଡ଼ିଲା। ଉପରୋକ୍ତ ବାକ୍ୟରେ ଗଛରୁ ପଦ ଫଳର ଗଛଠାରୁ ବିଚ୍ଛିନ୍ନ ହେବା ସୂଚାଉଛି, ତେଣୁ ଗଛରୁ ପଦ ଅପାଦାନ କାରକ ଅଟେ। ଏହା ସହ ଉତ୍ପତ୍ତି, ବିରତି, ଆରମ୍ଭ, ରକ୍ଷା, ମୁକ୍ତି, ଅନ୍ତର୍ଦ୍ଧାନ, ପରାଜୟ ଇତ୍ୟାଦି ଅର୍ଥରେ ମଧ୍ୟ ଅପାଦାନ କାରକ ହୋଇଥାଏ। ଉଦାହରଣ କ୍ଷୀରରୁ ଘିଅ ବାହାରେ। ଉତ୍ପତ୍ତି ଶ୍ରମିକମାନେ ଆନ୍ଦୋଳନରୁ ବିରତ ହେଲେ। ବିରତି ଖଜୁରୀ ଗଛ ମୂଳରୁ ପାହାଚ ପାହାଚ। ଆରମ୍ଭ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଅନେକ ବିପଦରୁ ରକ୍ଷା କରିଥିଲେ। ରକ୍ଷା 1947 ମସିହାରେ ଭାରତ ପରାଧୀନତାରୁ ମୁକ୍ତ ହେଲା। ମୁକ୍ତି ମାୟା ବଳରେ ଅସୁରମାନେ ସମ୍ମୁଖରୁ ଅନ୍ତର୍ନିହିତ ହୋଇଯାଆନ୍ତି। ଅନ୍ତର୍ଦ୍ଧାନ ଗୁରୁ ଶିଷ୍ୟଠାରୁ ପରାଜିତ ହେଲେ ଖୁସି ହୁଅନ୍ତି। ପରାଜୟ। ପ୍ରଶ୍ନ 6. ନିମ୍ନଲିଖିତ ବାକ୍ୟରେ ସ୍ଥୂଳାକ୍ଷର ବିଶିଷ୍ଟ ପଦମାନଙ୍କର କାରକ ନିର୍ଦ୍ଦେଶ କର। କ. ବାଳକେ ମୋର ବୋଲ କର। କର୍ତ୍ତା କାରକ। ଖ. ରାଜା ଦରିଦ୍ରମାନଙ୍କୁ ଅର୍ଥଦାନ କଲେ। ସମ୍ପ୍ରଦାନ କାରକ। ଗ. ଲୋଭରୁ ପାପର ଜନ୍ମ। ଅପାଦାନ କାରକ। ଘ. ଲୋକଟି ଲଙ୍ଗଳରେ ଚାଷ କରୁଅଛି। କରଣ କାରକ। ଙ. ରାମବାବୁ ଦରଜୀକୁ କନା ଦେଲେ। କର୍ମ କାରକ। ଚ. ଖଜୁରୀ ଗଛ ମୂଳରୁ ପାହାଚ ପାହାଚ। ଅପାଦାନ କାରକ। ଛ. ମାଛ ପାଣିରେ ଖେଳୁଛି। ଅଧିକରଣ କାରକ। ଜ. ବର୍ଷା ଦିନେ ଜାମୁକୋଳି ପାଚେ। କର୍ତ୍ତା କାରକ। ଝ. କ୍ଷୀରରୁ ଛେନା ହୁଏ। ଅପାଦାନ କାରକ। ନ୍ୟ. ହରିବାବୁ ଗଣିତରେ ପଟୁ। ଅଧିକରଣ କାରକ। ପ୍ରଶ୍ନ 7. ନିର୍ଦ୍ଦେଶ ଅନୁସାରେ ଉତ୍ତର ଲେଖ। ଆଏ. ମେଘରେ ଆକାଶ ଢାଙ୍କି ହୋଇ ଯାଇଛି। କର୍ତ୍ତା କାରକ ଚିହ୍ନ। ଆକାଶ
ସେକେଣ୍ଡ ଆଏ ସୁବିଧା ହେଲେ ଆସ। କର୍ତ୍ତା କାରକଟି ଲେଖ। ତୁମେ। ଟ୍ରିପଲ ଆଏ ଗୋପବନ୍ଧୁ ବହୁତ ଅର୍ଜନ କରିଥିଲେ। କର୍ମକାରକ ସୂଚାଉଥିବା ପଦଟିଏ ଲେଖ। ଗୋପବନ୍ଧୁ ବହୁତ ସୁନାମ ଅର୍ଜନ କରିଥିଲେ। ଆଇଭି ଚୈତନ୍ୟପୁରୀକୁ ଆସିଥିଲେ। କର୍ମକାରକ ଚିହ୍ନାଅ। ପୁରୀକୁ। ଭି ଦ୍ୱାରା ଶବ୍ଦକୁ ବାକ୍ୟରେ ବ୍ୟବହାର କରି କରଣ କାରକରେ ପରିଣତ କର। ରାମଚନ୍ଦ୍ର ଶର ଦ୍ୱାରା ରାବଣକୁ ବଧ କରିଥିଲେ। ଭି ଆଏ ବ୍ୟାୟାମ ଦ୍ୱାରା ଶରୀର ସୁସ୍ଥ ରହେ। କରଣ କାରକ ଚିହ୍ନାଅ। ବ୍ୟାୟାମ। ଭି ସେକେଣ୍ଡ ଆଏ ମହୁମାଛି ଫୁଲରୁ ମହୁ ସଂଗ୍ରହ କରେ। ଅପାଦାନ କାରକ ପଦ ଚିହ୍ନାଅ। ଫୁଲରୁ। ଭି ଟ୍ରିପଲ ଆଏ ଡ୍ୟାସ୍ ଭଲ ଫସଲ ହୋଇଛି। ଉପଯୁକ୍ତ ଅଧିକରଣ କାରକଟିଏ ଲଗାଅ। କ୍ଷେତରେ ଭଲ ଫସଲ ହୋଇଛି। ଆଇଏକ୍ସ ଡ୍ୟାସ୍ରେ ଗଛ କଟା ହେଉଛି। ଉପଯୁକ୍ତ ଅଧିକରଣ କାରକଟିଏ ବ୍ୟବହାର କର। ଜଙ୍ଗଲରେ ଗଛ କଟା ହେଉଛି। ଏକ୍ସ ହାତୀ ଡାଳ ଭାଙ୍ଗୁଛି। କର୍ମକାରକ ଚିହ୍ନାଅ। ଡାଳ।